ଏଠି ଆମର ପାଟକୁରା ନଦୀବନ୍ଧ ପାଟକୁରା ସମସରା କୋଡଙ୍ଗାପାଟଣା ଜଗନ୍ନାଥପୁର ଯିବା ଯୋଉ ନଦୀବନ୍ଧଟା ଏଠି ଲଗାଣ ବର୍ଷା ଯୋଗୁ ଧସି ଯାଇଥିଲା। ଯାହା ହଉ ଆମର ଜେଇ ସାର୍ଙ୍କୁ ଆମେ ଜଣେଇଥିଲୁ, ସେ ଯାହା ହଉ ସଙ୍ଗେ ସଙ୍ଗେ ଆସି ଏଠି ବାଲି ବସ୍ତା ପ୍ୟାକିଂ କରି ଜାତିରି କରି ବଲା ହେରିକା ବଡ କାର୍ଯ୍ୟକ୍ରମ ଚାଲୁ ରହିଛି। ଜେଇଙ୍କ ଉପସ୍ଥିତିରେ ବି ଚାଲୁ ରହିଛି, ଜେଇ ଏଠି ଉପସ୍ଥିତ ଅଛନ୍ତି। ନଦୀରେ ପ୍ରଥମ ବନ୍ୟା ଜଳ ଆସିଲାଣି। ଅଞ୍ଚଳ ବର୍ତ୍ତମାନ ଯଦି କ୍ଷତି ହୁଏ କ୍ଷତି ଘଟିବ, 10-12 ଖଣ୍ଡ ଗାଁର କ୍ଷତି ଘଟିବ। ଯାହା ହେଲେ ଆମର ଏଠି ସମସରା ପାଟକୁରା ଜଗନ୍ନାଥପୁର କୋଡପଲା ମଦନା ନଇନ୍ଦୀପୁର ଏ ଅଞ୍ଚଳ ସବୁ ବିଚ୍ଛିନ୍ନ ହେଇଯିବ। ଏଇ ଯୋଉଠି ଆମର ଇଏ ଭଳିଆ ପଡିଛି କି ଧସି ଯାଇଛି ଆମର, ସେ ତଥାପି ତ ଚାଲୁ ରହିଛି ଆମର କାମ। ସେ ଯାହା ହଉ ଆମେ ବି ଭୟ ଭିତରେ ଅଛୁ। ଯାହା ହଉ ପ୍ରଶାସନ ଆମକୁ ସଙ୍ଗେ ସଙ୍ଗେ ସହଯୋଗ କରୁଛନ୍ତି। ଆମର ଲଗାଣ ବର୍ଷା ହବା ଯୋଗୁରୁ ବନ୍ଧଟା ଧସି ଯାଇଛି, ତଳେ ବି ଭଳିଆ ଭଳିଆ ଜଣା ପଡୁଛି। ଯାହା ଯେମିତି ଆମର ପ୍ରଶାସନକୁ ଜଣେଇବା ସତ୍ତ୍ୱେ ସେ ଆସି କାମ କଲେ, ଯେଇ ଉପସ୍ଥିତିରେ କାମ ଚାଲିଛି। ଆଉ ଏଇଭଳିଆ କାମ ତ ହଉଛି। ଆଉ କଣ, ଆମେ ଭୟଭୀତ ବି ଲୋକ ଅଛନ୍ତି, କାଳେ ଘାଇ ହେଇଯିବ ଘର ଗାଁ ମଝିଆ ମଝି ପୁରା ଭଳିଆ ପଡିଛି। ବନ୍ୟା ପ୍ରଥମ ପାଣି ଆସି ସାରିଲାଣି ନଈରେ। ଆଜ୍ଞା, କେତେ ଅଞ୍ଚଳ ଏଠି ପାଖାପାଖି ଯଦି ଏଠି ଆମର ମୁଁ ଭାବୁଛି 4ଟା ବ୍ଲକ କ୍ଷତି ହବ। କୋଉ ବ୍ଲକ? ଆମର ଏପଟ ଗର୍ଦ୍ଦପୁର ବ୍ଲକ ହବ। ସେ ତଳୁ ଯିବ ଆମର ସେପଟ ନଅଟାପଡାରେ ଅଛି, ତିର୍ତ୍ତୋଲ ଆଡକୁ ଯିବ ପାଣିଟା। ଏଇଟା ଉପର ମୁଣ୍ଡଟା ନା, ଏଠୁ ଘାଇ ଭାଗିଲା ମାନେ ପାଟକୁରା ଗାଁ ବି ଯିବ। ମାର୍ଶାଘର କିଛି କ୍ଷତି ହବ।